ଧରାପୃଷ୍ଠରୁ ବିଦାୟ ନେଲେ ମା ଦଶଭୁଜା ଦୁର୍ଗା। ଶ୍ରୀ ଦୁର୍ଗା ମଣ୍ଡପରେ 4 ଦିନ ଦର୍ଶନ ଦେବା ପରେ ମା ଦୁର୍ଗତି ନାସିନୀ ଆଜି ମେଲାଣି ନେଇଛନ୍ତି। ହଁ ଦର୍ଶକ ବନ୍ଧୁ, ମା ଦୁର୍ଗାଙ୍କୁ ପାଖରେ ପାଇ ସମସ୍ତେ ଆନନ୍ଦିତ। ଭକ୍ତମାନଙ୍କ ଗୁହାରି ଶୁଣିବା ପରେ ଧରାଧାମରୁ ବିଦାୟ ନେଉଛନ୍ତି ମା ଜଗତ ଜନନୀ ଦୁଷ୍ଟ ନିବାରିଣୀ ଘର ନାଦିନୀ ଦଶଭୁଜା ମା ଦୁର୍ଗା। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ସ୍ଥିତ ଟିକିରା ଗ୍ରାମର ଶ୍ରୀ ଦୁର୍ଗା ମଣ୍ଡପରେ ବେଶ ଆନନ୍ଦ ଉଲ୍ଲାସରେ ପୂଜାର୍ଚ୍ଚନା ଚାଲିଥିଲା 4 ଦିନ। ଦୁଷ୍ଟ ନିବାରିଣୀ ମା ଦୁର୍ଗାଙ୍କର ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କର ଭିଡ଼ ଲାଗୁଥିଲା ଟିକିରା ଗ୍ରାମର ଶ୍ରୀ ଦୁର୍ଗା ମଣ୍ଡପରେ। ହୃଦୟର କୋହକୁ ଓଠରେ ଚାପି ମାଙ୍କ ପାଖରେ ମନ କଥା ଜଣାଉଥାନ୍ତି ଭକ୍ତମାନେ। ପରେ ପ୍ରସାଦ ସେବନ କରି ମାଙ୍କୁ ମୁଣ୍ଡିଆ ମାରି ଘରକୁ ଫେରୁଥିଲେ ଭକ୍ତ। ଭକ୍ତମାନଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଆଜି ବିଦାୟ ନେଇଛନ୍ତି ମା ଦୁର୍ଗା। ଦୁର୍ଗା ପୂଜା କମିଟି ପକ୍ଷରୁ କର୍ତ୍ତା ଭାବେ ହଳଧର ବେହେରାଙ୍କ ସହ ସଭାପତି ସନ୍ତୋଷ କୁମାର ଶତପଥୀ, ସମ୍ପାଦକ ଅମର ସିଂ ପିତବାସ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା, ଅଜୟ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ପଙ୍କଜ ବେହେରା, ବୀରେନ୍ଦ୍ର କୁମାର ସିଧୁ, ଅଭିମନ୍ୟୁ ରାଉତ ଓ ଲକ୍ଷ୍ମୀଧର ରଣା ପ୍ରମୁଖଙ୍କ ସହଯୋଗରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ସୁନ୍ଦର ଭାବେ ଆୟୋଜନ ହୋଇଥିବା ବଜାରରେ ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।